ମୁଁ ବେଳେ ବେଳେ ସିଗାରେଟ ଟାଣେ ବୋଲି ଭାଇ ବହୁତ ଜାଣିଛନ୍ତି ସେ ସେଇଥିପାଇଁ ପଠେଇଛନ୍ତି। ତା ଛଡ଼ା ସିଗାରେଟଟା ଫେରାଇ ଦେଲେ ତାଙ୍କ ମନ କଷ୍ଟ ହବ କି? ନାଇଁ ମାନେ କଥା କହୁଛି ସିଗାରେଟ ଟାଣିବା ଦେହ ପ୍ରତି କ୍ଷତିକାରକ। ସେଇଥିପାଇଁ ମୁଁ ମୋ ଡାଲିକୁ ସିଗାରେଟ ପିଇବାକୁ କେବେ ବି ଦେବିନି। ମୁଁ ଦେଖୁଛି ସୀମା ତମେ ମୋର ଯେତିକି କେୟାର ନଉଛ ଏ ଦୁନିଆରେ କୌଣସି ସ୍ତ୍ରୀ ତା ସ୍ୱାମୀର ସେତେ କେୟାର ନଉନଥିବ। ତମେ ହଉଛ ମୋ ଇହକାର ପରକାଳର ଦେବତା। ତମେ ଖୁସିରେ ରହିଲେ ମୁଁ ଖୁସିରେ ରହିବି। ଆଉ ଖୁସିରେ ତମ କୋଳରେ ମତ ରଖି ମୋ ଜୀବନଟା କଟିଯିବ। ସତରେ ସୀମା? ଛି ସୀମା ଛି, ସେମିତି କଥା ଜମା କୁହନି। ତା ଛଡ଼ା ତୁମକୁ ମୁଁ ଘଣ୍ଟାଏ ନ ଦେଖିଲେ ପାଗଳ ହୋଇଯାଏ। ଆଉ ତୁମକୁ ଛାଡ଼ି ମୁଁ ବଞ୍ଚିପାରିବି ତ? ସତରେ ତମେ ନା ମୋତେ ଏତେ ଭଲ ପାଉଛ। ତମେ ନା ବହୁତ ଭଲ। ଆରେ ଆସ ନା। କୁଆଡ଼େ? ଆମେ କିଛି ସମୟ ପାଇଁ ହଜିଯିବା, ମଜିଯିବା ଏ ପ୍ରେମ ଦୁନିଆର ରଙ୍ଗୀନ।
ସବୁ ଜାଣି ସାରିଲାଣି ପ୍ରଳମଣି ପୋକ ଯେମିତି ଏଇଟାକୁ କ୍ଷୀର ନଜର ରଖିଥା ସବୁକୁ ଟିକେ ତାକୁ କ୍ଷୀର ନଜର ରଖିବାକୁ ପଡ଼ିବ କୁଳ ସେ ଆମକୁ ବେଶୀ ବାଟ ବଳେଇ ଯିବନି ଆଜ୍ଞା ପ୍ରଳମଣି ସେ ଖିଲା ଖେଳିଲେ ଆପଣଙ୍କୁ କମ କି ପ୍ରଳମଣି ସବୁ ଖିଲାଡ଼ିଙ୍କ ଉପରେ ସବସେ ବଡ଼ ଖିଲାଡ଼ି ଆଜ୍ଞା ମୁଁ ଭୁଲ କଲି କି ପ୍ରଳମଣି ଆଜ୍ଞା ଏଇ ଆସିଲେ ନା କ'ଣ ଆଜ୍ଞା ଆଜ୍ଞା ଆରେ ପ୍ରଳମଟି ଆସୁଛି ଆଜ୍ଞା ଆରେ ଦେଖ ଠିକ ଅଛି ପ୍ରଳମଣି ମୋତେ ଡାକୁଥିଲେ କାହିଁକି ବାବୁ କୁହନ୍ତୁ ଏ ପ୍ରଳୟ ପାଖରେ କି କାମ ଅଛି मनोज ना इधर का माल उधर उधर का माल इधर सब मैं प्रलय रेडियो चिकन सेंटर सबको टे घर करने पड़ो ना फुटमारो तुम पाखे मोर किसी काम थी कर बाबू अरे मोर काम था प्रलय अरे कौन सिक्रेट काम था टे पड़े कथा चलो नहीं सेमिति किसी कथा नुहे कथाटा है काम अनुसार रोगड़ा टिके बढ़ा दरकार कहीं आगे तो बहुत रेक्सी अच्छी प्रलय कहूची जे टिके रेक्स अच्छी अच्छा ठीक अच्छे प्रलय जहाँ नेउथिला ता बाद 5000 अधिक करी अरे प्रलय अरे कौन एथर खुशी पूरा खुशी अबे छोटो मोटो अबे तुम्हारे अरे तमर घर किसी कहबार अच्छी कि रे ଆମର ଆଉ କିଛି କରିବାର ନାହିଁ ଭାଇ ଆପଣ ଏ भगवान भाई आसंता काली दुबई ये पे ब्राउन सुगर आसी भुवनेश्वर एयरपोर्ट रे पहुंची धन्यवाद सुनता तो भुवनेश्वर एयरपोर्ट रे पहुंची आउ तमे माने जाई एयरपोर्ट रो बाहर अपेक्षा करी गोटे कला सार्ट पिंधि कलाकार आसी तुम पाखरे पहुंची आ जेते शीघ्र संभव तबे से मालटा को रिसीव करी ठीक अछि तो जमा पारिबुनी कारण तोर सब प्लान सब फेल मारी राक्षस माने ए निरीह लोकंकर जीवन सह कुने खेल खेलती भगवान केबे छाड़िबेनी भगवान केबे छाड़िबेनी कारण पापर भागटा बढ़ी गले पापी मानक संहार करने भगवान ये धरा पृष्ठ राशि अवतीर्ण बसी आसला आम यहाँ कौन आमको किसी असुविधा पकड़ दबनी तो ସେଦିନ ରାମାୟଣର କଥା ଶୁଣିଛୁ ନା କିଛି ଶୁଣିଛୁ ସେଦିନ ରାମାୟଣରେ ସୀତା ମାଙ୍କୁ ଖୋଜିବା ପାଇଁ ହନୁମାନ
ଲଙ୍କାପୁରକୁ ଯାଇଥିଲା ମୁଁ ସେମିତି ଠିକ୍ ତାକୁ ଆସିଛି ଠିକ୍ शंकर अपन खाली रेस करंतो এইটাকু শিক্ষা উপরকু উড়াইবে এইটাକୁ ମାରି କିଛି ଲାଭ ହବନି ଆମକୁ ସେଦିନ ମୁଁ କହୁନଥିଲି ଏ ଆଦର୍ଶ ଘରକୁ ଗଲା ବେଳକୁ ଏ ବାଟରେ ମୋ ସାଙ୍ଗେ ବୁଢ଼ା ଜଗ କଲା ବୋପା ମା ଠିକିନା ଓ ବଣ ବୁଦାରେ ଜନ୍ମ କରି ଫିଟି ଦେଇ ଶୈତାନକୁ ଦେଖିଛୁ ତୁ ଦେଖିଛୁ କହିପାରିବେନି ଜାଣିଛି ଠିକ୍ ମୁଁ ଜାଣିଛି ତା ଠିକଣା ମୁଁ ଠିକ୍ ଜାଣିଛି আরে ছোট মোটু এই পাগলটাকে নেই চিন্তা কেড়ে বারে ফেলে দিবে জান थोड़ा पागल को सब मोटू जाको खराब कर सारा और सुनो आसंता 20 तारीख रे विधायक नर हरिसामल टिकिरी पड़ा गाँव गोल गोटे क्लब घर दे क्लब उद्घाटन निमंते आसी आउ से टिकिरी पड़ार लोक मैंने गोटे सभार आयोजन कर तुम मानकर काम है से आसवा पूर्व तुम्हें मैंने उपस्थित तार समय सीमा हूँ ठीक 10:30 से आज से भुवनेश्वर एयरपोर्ट रू बाहरी ठीक से टिकिरीपड़ा ग्राम 5:25 से पहुंची आ 5 मिनिट पर से सभा को भाषण देवाक तुम काम है अरे छोटो तुम काम है ସମସ୍ତେ ଚାଲିଗଲା तुम्हें कहल अरे जो प्रस्ताव आम पठे प्रस्ताव राजी है कि नहीं ବାହାଘର ପ୍ରସ୍ତାବରେ ଯେମିତି ପକେଇ ରମଣୀ ସେ ଶଳାର କମ କରିଦନ ସେ ନାକ ସାପ ଲାଙ୍ଗୁଡ଼ରେ ହାତ ମାରିଦେଲେ ସେ ଯେମିତି ସେମିତି ହେଲା ମୋତେ ତ ଯାହା କହିଲା ଆଜ୍ଞା ଆପଣଙ୍କ 7 ପୁରୁଷ ଉଜାଡ଼ିଦେଲେ ଆଜ୍ଞା कौन कहला मौसा
ଏ ସବ ଇନ୍ସପେକ୍ଟର ରଞ୍ଜିତ ବଳବନ୍ତ ସାର୍ ତା ହାତ ମୁଠାର କସିରି କାଟେ ସାର୍ ନନ୍ଦମଣି ସାର୍ ସାର୍ ସେପଟେ ଯାଅ ସାର୍ ବଡ଼ ରଖୁଛି ନନ୍ଦମଣି ଓ ସାର୍ ମୋତେ ଭାରି ଡର ଲାଗୁଛି ସାର୍ ସେ ମଣିଷ ନୁହେଁ ସାର୍ ସେ ଗୋଟେ ରାକ୍ଷସ ତା ମୁହଁକୁ ଦେଖିଲେ ନା ମୁଁ ଏକ କରିଦିଏ ଆଉ ଆପଣ ଦେଖିଲେ ନା ଦୁଇ କରିଦେଲା ଚୁପ୍ କର पुलिस चाकरी करता था चोर को देखले 5 लागुची अरे केते टंका लात देई पुलिस चाकरी कर जहा कहूची तुम से करो अमर बिल्कुल सारा काम हुआ चाहिए आसी दिला केदार आजी साली माई किना रांडा हबाटा सारा हे गोविंद तमे ही भरोसा चलो बड़े से सोला पुलिस टा मुझे फॉलो करूची जेमिति हेला भी मुझे एठू खसी पड़े छी देखो नंदमणि आसामी हाथ रे हाथ को पकड़ो सर सुना
ହେଲେ ମୁଁ ଏମିତି ଗୋଟେ ଭାଇ ଯେ ମୋ ଭଉଣୀକି ଉପହାର ଦେବା ପାଇଁ ମୋ ପାଖରେ ଟଙ୍କାଟେ ହେଲେ ବି ପଇସା ନାହିଁ। ମୁଁ ଏମିତି ଗୋଟେ ହତଭାଗିନୀ ଭଉଣୀ ଆଜି ଭଳି ପବିତ୍ର ଦିନରେ ସବୁ ଭଉଣୀ ମାନେ ତାଙ୍କ ଭାଇମାନଙ୍କ ହାତରେ ଦାମୀ ରାକ୍ଷୀ ବାନ୍ଧି ଦେଇ ଦାମୀ ଦାମୀ ମିଠା ଖାଇବାକୁ ଦେବେ। ହେଲେ ମୁଁ ଏମିତି ଗୋଟେ ହତଭାଗିନୀ ଯେ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ମୋ ପାଖରେ ଟଙ୍କା ନାହିଁ। ଆଉ ସେ ଦାମୀ ମିଠା ତ ମୋ ପାଇଁ ସାତ ସମ୍ପଦ। ଏ ଅପା ଲୋ ବାପା ପୁରୀକୁ ଚାଲିଗଲା ବେଳେ ମତେ କହି ଯାଇଥିଲେ ରେ ଆଦର୍ଶ ମୋ ଝିଅଟା ତତେ ଲାଗିଲା ରେ ତୁ ତା ସାଙ୍ଗ ପାଇଁ ହେଲେ ମଧ୍ୟ ତା ପାଇଁ ଗୋଟେ ଭଲ ବରଟିଏ ଦେଖି ବିବାହ କର। ସେଇଟା ହଉଛି ନାକ କାନ୍ଦୁରିଟା ପିଲାଦିନୁ ସୁଖ କଣ ଜାଣିନି। ମୋ ବାପା ହିସାବରେ ତୋ ପାଇଁ ଯାହା କରିନି ତୋ ଭଉଣୀ ତୋ ପାଇଁ ଢେର କରିଛି ରେ। ନିଜେ ରୋକାଇ ତତେ ଖାଇବାକୁ ଦେଇଛି। ଅଧାରୁ ପାଠ ପଢା ଛାଡି ତତେ ପାଠ ପଢାଇଛି। ଆରେ ଏ ପାଇଗଲା ଏ ସମାଜରେ